ମୋ ଶାଶୁଙ୍କ ଘର ଢେଙ୍କାନାଳ ଅଘୁରାଘୁରି ଗ୍ରାମରେ। ମୋତେ ଅତ୍ୟାଚାର କରୁଥିଲେ ଯେ କି ମୋ ବାପା ମୋ ମାଆ। ମୋ ବାପାଙ୍କ ନାଁ ହୃଦାନନ୍ଦ ମହାନ୍ତ। ସେ ଅତ୍ୟାଚାର କରନ୍ତି ଶାରୀରିକ ସମ୍ପର୍କ। ଶ୍ୱଶୁର ନା? ନାଇଁ ମୋ ନିଜ ବାପା ଆଜ୍ଞା। ମୋତେ ମାନେ ମୋର 12-13 ବର୍ଷରୁ ହିଁ ମୋ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସେ ଚେଷ୍ଟା କରନ୍ତି। ହଁ ବାପା। ତ ସେ ଚେଷ୍ଟା କରିବାରୁ ମୁଁ ତାଙ୍କୁ ବିରୋଧ ବହୁତ କରିଥିଲି, କିନ୍ତୁ ସେ ମୋ କଥା ମାନିନଥିଲେ। ମୋ ମାଆଙ୍କୁ ବି ଏ କଥା କହିଥିଲି, କିନ୍ତୁ ସେ ବି ଏ କଥା ଶୁଣିନଥିଲେ। ଲୋକଲଜ୍ଜା କଥା ଭାବିକି, ଲୋକଲଜ୍ଜା କ'ଣ କହିବେ, ଲୋକ କ'ଣ କହିବେ, ସେ କଥା ଭାବିକି ସେ ମାନେ ଚାପି ଦେଇଥିଲେ କଥାଟାକୁ। ସେ ଲୋକଲାଞ୍ଚନକୁ ଆଣିନଥିଲେ। ବାପାଙ୍କୁ ବହୁତ ବିରୋଧ କରିଥିଲି, ସେ କଥା ଶୁଣିନଥିଲେ। କେହି କାନ ଦେଇନଥିଲେ। ମୋତେ ହାଣିଦେବେ, କାଢ଼ିଦେବେ, ମାରିଦେବେ, ଏ କଥା ଯଦି କାହାକୁ କହିବୁ ତାହେଲେ ତୋତେ ମାରିକି ଫିଙ୍ଗିଦେବି, ସେଇଭଳିଆ ଧମକ ଦେଉଥିଲେ। ମୋତେ ଧମକ ଦେଇକି ଚୁପ୍ କରିକି ରଖିଥିଲେ। ଆମ ଘରେ ସମସ୍ତଙ୍କୁ ମୁଁ କହିପାରିନଥିଲି, ଏଇଥିପାଇଁ ମୁଁ ତାଙ୍କ ସମ୍ମାନକୁ ଦେଖିଲି। ସେ ମୋତେ ବୁଝେଇ ଦେଲେ କି ସମ୍ମାନ ଦେଖେ, ତ ଏମିତି ହେବ ନାହିଁ ଆଗକୁ, ସେଇଭଳିଆ ସେ ବୁଝେଇ ଦେଲେ। କିନ୍ତୁ ବୁଝେଇବା ପରେ ବି ବାରମ୍ବାର ସେ କାମ ସେ କରିଚାଲିଥିଲେ, ଅତ୍ୟାଚାର କରିଚାଲିଥିଲେ। ତାପରେ ମୁଁ ସହି ନପାରି ସେ ଜିନିଷଟା ବହୁତ ଆଗକୁ ବଢ଼ିଗଲା।